ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ଓଡ଼ିଆ ପ୍ରକଳ୍ପ ରହିଛି। ତେଣୁ ପିଲାମାନେ ଭିଡ଼ିଓରେ ଥିବା ପ୍ରକଳ୍ପ ଗୁଡ଼ିକୁ A4 ସାଇଜ୍ ପେପରରେ ଲେଖି ବିଦ୍ୟାଳୟରେ ଦାଖଲ କରିବ ଏବଂ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁମ ବିଦ୍ୟାଳୟ ନାଁ ଲେଖିବ। ଯେଉଁମାନଙ୍କର ପ୍ରାଥମିକ ବିଦ୍ୟାଳୟ ସେମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ନାଁ ଲେଖିବେ। ପ୍ରକଳ୍ପ କାର୍ଯ୍ୟ ବିଷୟ ଓଡ଼ିଆ, ନାମ ତୁମ ନାଁ ଲେଖିବ। ଶ୍ରେଣୀ ପଞ୍ଚମ, ରୋଲ୍ ନମ୍ବର ତୁମ ରୋଲ୍ ନମ୍ବର ଲେଖିବ। ଦାଖଲ କରିବା ତାରିଖ, ଯେଉଁ ତାରିଖରେ ବିଦ୍ୟାଳୟରେ ଦାଖଲ କରିବ ସେହି ତାରିଖ ଏଠି ଲେଖିବ। ପ୍ରକଳ୍ପ କାର୍ଯ୍ୟ 1। ତୁମ ଅଞ୍ଚଳରେ ପାଳିତ ହେଉଥିବା ଯେକୌଣସି ଗୋଟିଏ ପର୍ବ ବିଷୟରେ 3 ଜଣ ଲୋକଙ୍କୁ ପଚାରି ସେମାନେ ଦେଇଥିବା ତଥ୍ୟକୁ ଲେଖ। ମୋ ଅଞ୍ଚଳରେ ପାଳିତ ହେଉଥିବା ଏକ ପର୍ବ ଦୀପାବଳି ବିଷୟରେ 3 ଜଣ ଲୋକଙ୍କୁ ପଚାରିଲି। ସେମାନେ ଯେଉଁ ତଥ୍ୟ ଦେଲେ ସେଗୁଡ଼ିକ ନିମ୍ନ ରୂପରେ ଦିଆଯାଇଛି। 1ରେ ମୋ ଜେଜେମାଙ୍କ ମତ। ଜେଜେମା କହିଲେ ଯେ ଦୀପାବଳି ଅନ୍ଧକାର ଉପରେ ଆଲୋକର ଜୟକୁ ପ୍ରତିନିଧିତ୍ୱ କରେ ଏବଂ ଏହି ଦିନ ଘର ସଫା କରାଯାଏ ଓ ଦୀପ ଜଳାଯାଏ। ଲକ୍ଷ୍ମୀ ଦେବୀଙ୍କ ପୂଜା କରାଯାଏ। 2 ନମ୍ବର ମୋ ପଡ଼ୋଶୀ କାକାଙ୍କ ମତ। କାକା କହିଲେ ଯେ ଦୀପାବଳି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି, ମିଠା ବଣ୍ଟନ କରାଯାଏ, ପରିବାର ସହ ଆନନ୍ଦରେ ସମୟ କାଟନ୍ତି। 3ରେ ମୋ ଶିକ୍ଷକଙ୍କ ମତ। ଶିକ୍ଷକ କହିଲେ ଯେ ଦୀପାବଳି ଆମକୁ ସଫାସୁତରା ରହିବା, ଭଲ କାମ କରିବା ଓ ଅନ୍ୟମାନଙ୍କ ସହ ପ୍ରେମ ଓ ସମ୍ମାନରେ ରହିବାର ଶିକ୍ଷା ଦେଇଥାଏ। ଉପସଂହାର। ଏଠାରେ ମୁଁ ଜାଣିଲି ଯେ ଦୀପାବଳି ପର୍ବ ଆନନ୍ଦ, ଆଲୋକ ଓ ସଦ୍ଗୁଣର ପ୍ରତୀକ। ପ୍ରକଳ୍ପ 2। ଆମ ଅଞ୍ଚଳର ଲୋକମାନେ ମିଳିମିଶି କରୁଥିବା କାର୍ଯ୍ୟ ପ୍ରସ୍ତାବନା। ମନୁଷ୍ୟ ସମାଜରେ ଏକା ଏକା ରହି କାମ କରିବା କଷ୍ଟକର। ତେଣୁ ଲୋକମାନେ ପରସ୍ପର ସହଯୋଗ ଓ ମିଳିମିଶି କାମ କରନ୍ତି। ଏହାଦ୍ୱାରା କାମ ସହଜ ହୁଏ ଓ ସମ୍ପର୍କ ମଧ୍ୟ ଭଲ ରହେ। ଆମ ଅଞ୍ଚଳରେ ମିଳିମିଶି କରୁଥିବା କାର୍ଯ୍ୟ। ଆମ ଅଞ୍ଚଳରେ ଲୋକମାନେ ପର୍ବପର୍ବାଣି ପାଳନ କାର୍ଯ୍ୟଟି ମିଳିମିଶି କରନ୍ତି। ଯେପରିକି ରଜ ପର୍ବ, ଦୁର୍ଗା ପୂଜା, ଦୀପାବଳି ଇତ୍ୟାଦି। କାର୍ଯ୍ୟର ବର୍ଣ୍ଣନା। ଦୁର୍ଗା ପୂଜା ସମୟରେ ଆମ ଗାଁ ବା ପଡ଼ାର ସମସ୍ତ ଲୋକ ଏକତ୍ରିତ ହୋଇ କାମ କରନ୍ତି। କେହି ପୂଜା ପାଇଁ ଚାନ୍ଦା ସଂଗ୍ରହ କରନ୍ତି, କେହି ମଣ୍ଡପ ସଜାନ୍ତି, ମହିଳାମାନେ ପ୍ରସାଦ ପ୍ରସ୍ତୁତ କରନ୍ତି, ଯୁବକମାନେ ସୁରକ୍ଷା ଓ ସଫାସୁତରା କରନ୍ତି। ସମସ୍ତେ ମିଳିମିଶି ଏହି କାର୍ଯ୍ୟ କରି ପର୍ବକୁ ସଫଳ କରନ୍ତି। ଏହି କାର୍ଯ୍ୟର ଗୁରୁତ୍ୱ। ଏଭଳି ମିଳିମିଶି କାମ କରିବା ଦ୍ୱାରା ଏକତା ଓ ଭାଇଚାରା ବୃଦ୍ଧି ପାଏ। ପରସ୍ପର ସହଯୋଗର ଭାବ ଗଢ଼ି ଉଠେ। ସମାଜରେ ଶାନ୍ତି ଶୃଙ୍ଖଳା ରହେ। ଉପସଂହାର। ଆମ ଅଞ୍ଚଳର ଲୋକମାନେ ମିଳିମିଶି କାମ କରିବା ଦ୍ୱାରା ସମାଜକୁ ସୁନ୍ଦର ଓ ସୁଖମୟ କରନ୍ତି। ଏହି ପ୍ରକାର ଏକତା ଆମେ ସବୁବେଳେ ରକ୍ଷା କରିବା ଉଚିତ। ପ୍ରକଳ୍ପ 3। ନଈଗଲା ଆପେ ମଥା କବିତାରେ 2ଟି ପଦକୁ ନେଇ
ଆଲୋଚନା କରି ସଂଳାପଟିଏ ଲେଖ। ସଂଳାପ। ବିଷୟ ନଈଗଲା ଆପେ ମଥା। କବିତା ଉପରେ ଆଲୋଚନା। ମିତା କହିଲା, ତୁମେ ନଈଗଲା ଆପେ ମଥା କବିତାଟି ପଢ଼ିଛ କି? ସୀତା କହିଲା, ହଁ ପଢ଼ିଛି। ଏହି କବିତାର ଦୁଇଟି ପଦ ମୋତେ ବହୁତ ଭଲ ଲାଗିଛି। ମିତା କହିଲା, କବି କାହିଁକି ନଈଗଲା ଆପେ ମଥା ବୋଲି କହିଛନ୍ତି? ସୀତା କହିଲା, କବି ଏଠାରେ ନମ୍ରତାର ଭାବ ପ୍ରକାଶ କରିଛନ୍ତି। ବଡ଼ ହେଲେ ମଧ୍ୟ ମନୁଷ୍ୟ ଯଦି ନମ୍ର ହୁଏ, ସେ ମହାନ ହୁଏ। ମିତା କହିଲା, ସେହିପରି ଆଉ ଗୋଟିଏ ପଦରେ କବି କ'ଣ କହିଛନ୍ତି? ସୀତା କହିଲା, କବି କହିଛନ୍ତି ଯେ ଜ୍ଞାନ ଓ ଗୁଣ ଥିଲେ ମଣିଷ ଆପେ ଆପେ ନମ୍ର ହୋଇଥାନ୍ତି। ମିତା କହିଲା, ଏହି କବିତାର ଶିକ୍ଷା ହେଉଛି ଆମେ ସବୁବେଳେ ନମ୍ର, ସତ୍ଚାରୀ ଓ ଭଦ୍ର ହେବା ଉଚିତ। ମିତା କହିଲା, ସତ୍ୟ କହିଲେ କବିତାଟି ଆମକୁ ଭଲ ମଣିଷ ହେବାକୁ ଶିଖାଏ। ପ୍ରକଳ୍ପ 4। ବଡ଼ ହେଲେ ତୁମ ଅଞ୍ଚଳ ପାଇଁ ସବୁ ଭଲ କାମ କରିବ। ଏହି ପ୍ରଶ୍ନ 3 ଜଣ ସାଙ୍ଗକୁ ପଚାରି ସେହି ବିଷୟରେ ବିବରଣୀ ଲେଖ। ବିଷୟ। ବଡ଼ ହେଲେ ତୁମ ଅଞ୍ଚଳ ପାଇଁ କେଉଁ ସବୁ ଭଲ କାମ କରିବ? ମୁଁ ବଡ଼ ହେଲେ ଆମ ଅଞ୍ଚଳ ପାଇଁ କେଉଁ ସବୁ କାମ କରିବି? ଏହି ପ୍ରଶ୍ନଟି ମୋର 3 ଜଣ ସାଙ୍ଗକୁ ପଚାରିଲି। ସେମାନେ ଦେଇଥିବା ଉତ୍ତର ନିମ୍ନରେ ଲେଖାଯାଇଛି। 1ରେ ସାଙ୍ଗ 1 ମିତା। ମିତା କହିଲା ଯେ ବଡ଼ ହେଲେ ସେ ନିଜ ଅଞ୍ଚଳକୁ ସଫା ସୁତରା ରଖିବି। ଗାଁର ରାସ୍ତା, ଡ୍ରେନ୍ ଓ ପୋଖରୀ ସଫା ପାଇଁ ସଚେତନ କରିବି। ଗଛ ଲଗାଇ ଲୋକମାନଙ୍କୁ ସଚେତନ କରିବି। ସେ ଗଛ ଲଗାଇ ପରିବେଶକୁ ସୁନ୍ଦର କରିବାକୁ ଚାହିଁଛି। 2 ସାଙ୍ଗ 2 କାଜଲ। କାଜଲ କହିଲା ଯେ ବଡ଼ ହେଲେ ସେ ଗରିବ ପିଲାମାନଙ୍କୁ ପଢ଼ାଇବି। ଯେଉଁ ପିଲାମାନେ ପଢ଼ିବାକୁ ସୁଯୋଗ ପାଉନାହାନ୍ତି, ସେମାନଙ୍କୁ ପୁସ୍ତକ ଓ ଶିକ୍ଷା ପାଇଁ ଅର୍ଥ ସାହାଯ୍ୟ କରିବି। ସେ ଶିକ୍ଷା ମାଧ୍ୟମରେ ଅଞ୍ଚଳକୁ ଆଗକୁ ବଢ଼ାଇବାକୁ ଚାହୁଁଛି। ସାଙ୍ଗ 3 ପୂଜା। ପୂଜା କହିଲା ଯେ ବଡ଼ ହେଲେ ସେ ଅସୁସ୍ଥ ଓ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରିବ। ସ୍ୱାସ୍ଥ୍ୟ ଶିବିର କରାଇବ ଓ ଲୋକଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରିବା ତାଙ୍କର ଲକ୍ଷ୍ୟ। ଉପସଂହାର। ମୋ ସାଙ୍ଗମାନଙ୍କର ଉତ୍ତର ଶୁଣି ମୋତେ ଖୁସି ଲାଗିଲା। ସମସ୍ତେ ନିଜ ଅଞ୍ଚଳ ପାଇଁ ଭଲ କାମ କରିବାର ସଂକଳ୍ପ ନେଇଛନ୍ତି। ଆମେ ସମସ୍ତେ ମିଳିମିଶି କାମ କଲେ ନିଶ୍ଚୟ ଆମ ଅଞ୍ଚଳ ସୁନ୍ଦର ଓ ଉନ୍ନତ ହେବ। ପିଲାମାନେ ପ୍ରକଳ୍ପଟି ଲେଖି ସଜାଡ଼ି ଦେବ। ତାକୁ ସଜାଡ଼ି ଏହିପରି ରଖି ଷ୍ଟାପ୍ଲର ମାରି ବିଦ୍ୟାଳୟରେ ଦାଖଲ କରିବ।